ବିଶ୍ୱବାଣୀ ଆସୁଅଛି ମନଦୀପ ଜଲୁଛି ପୃଥିବୀ ରସରଙ୍ଗ। ଅନେକ ବିଚାର କଲେ ଠାକୁର ଶୂନ୍ୟ ଶବଦରେ ଲାଗିଛି ଲୟ। କୃପା କର ଦୀନ ନାଥ ବନ୍ଧୁ ଜୀବନ ସ୍ୱାର୍ଥିକ ଲାଗୁଛି ସବୁ। ଅନେକ ବିଚାର କରି ଏମନ୍ତ ପରୀକ୍ଷା କରିଲେ ହରି। ସକଳ ବିନତି କରି ବେଗେ ଆଣିଅଛି ମୋହି ବ୍ରହ୍ମାଣ୍ଡ ଠାକୁରେ। ଜଗତର ନାଥ ଜୀବ ଜୀବନ ଲାଗିଅଛି ମନ ମୋହି। ସକଳ ବିଚାର କରିବ ତହିଁ ଲାଗିବ ଲୟ ରସକୀର୍ତ୍ତି। ବୋହିଅଛି ମୁଣ୍ଡେ ଚକ୍ରବାନା ଲାଗୁଅଛି ମନ ମହିମା। ଶୁଣ ବେଦ ବରବାନା ଏମନ୍ତ ଯାତନା କହି ବିଶ୍ୱମୟ ବାଣୀ କହୁଛନ୍ତି ସକଳ ବିଚାର କରି। ରଖ ମୌନ ହୋଇ ଜଗତ ଠାକୁରେ ଜ୍ଞାନକୁ ଦେବେ ସକଳ ମନ ରୂପ ଆନନ୍ଦ କରି। ଜ୍ଞାନ ବିଶ୍ୱବାଣୀ ଆସୁଛି କାହାଣୀ ଜଗତର ଜୀବନ ଲାଗିଅଛି ରେ ମନ। ଏହି ପରୀକ୍ଷା କରୁଛନ୍ତି ବିଶ୍ୱବାଣୀ ରୂପ ତାଙ୍କର ଚାହାଣୀ। ଦେଖା ଦେଉଛନ୍ତି ଦର୍ଶନ ରୂପେ ଭାଗ୍ୟ କରିଥିଲେ କର୍ମ ଫଳ ମିଳେ। ସକଳ ଅନୁମତି ଏହି ଜ୍ଞାନ ବାରତା ଗୋଟି। ତୁଷ୍ଟି କରିବେ ମନ ଚରଣ ଜ୍ଞାନକୁ ବିଚାର କରିବ ଜ୍ଞାନ ଲାଗିଅଛି ଲୟ କୀର୍ତ୍ତି ମନ। ଶୁଣ ସୁଜନ ଜଗତ କାହାଣୀ କଥା କହୁଅଛି ମୁହିଁ ଏକା। ମନ ଭିତରେ ଟାଣି ଜଗତ ମହିମା ଘେନି। ଶୁଣ ବଚନ ବାଣୀ ଏହି ମନରେ ଲାଗିଅଛି ଲୟ କୀର୍ତ୍ତିରେ ଭାବ ସଂସାର ଦେଉଛନ୍ତି ଦୁନିଆ ବାଣୀ। ଏହି ବିଶ୍ୱମୟରେ କାହାଣୀ ଲାଗିଅଛି ଲୟ କୀର୍ତ୍ତି ଏ ବାଣୀ। ସକଳ ମନ କାହାଣୀ ରୂପ ଦେଖିବ ଚାହାଣୀ। ଜ୍ଞାନ ବିଶ୍ୱବାଣୀ ସକଳ ମହିମା ଯାତନା କରି ବେଗେ ଆଣିଛନ୍ତି ମହିମା ଧରି। ଆନନ୍ଦିତ ମନ କରିଲେ ଚିତ୍ତ ବିଚାର କରିଲେ ହନୁମନ୍ତ। ସର୍ବଦା ବିଚାରଣ କରି ଶିକ୍ଷା ଦେଉଛନ୍ତି ଦାନ। ଲାଗିଅଛି ମନ ମୋହିତଲେ ଏ ଜୀବ ଜୀବନ ନାହିଁ କିଛି। ସକଳ ମହିମା କରିଲେ ଜ୍ୟୋତି ଆନନ୍ଦ ବିଚାର କରିବ ତୁଷ୍ଟି। ଯାହା କହୁଛି ରେ ମନ ଶୁଣ ଦେଇ କର୍ଣ୍ଣ। ଲୟ କର କୀର୍ତ୍ତି ମନ ଏ ଭଜ ସଂସାରେ। ଆନନ୍ଦିତ ରଖ ମନ ସକଳ ମହିମା। ଜାତ କରିଛନ୍ତି ଦେବ ଅଲେଖ ଯେ ବ୍ରହ୍ମା। ଶୁଣ ଶୁଣ ଏ ବଚନ କହୁଅଛି ବାଣୀ। ସକଳ ଯେ ଜନ୍ମ ପାଦ ଦେଇବେ କାହାଣୀ। ରୂପରେଖ ହନୁମନ୍ତ କରିବେ ବିଚାର। ଲାଗିଅଛି ଲୟ କୀର୍ତ୍ତି ସଂସାରରେ ସାର। ଏମନ୍ତ ଯେ ବିଚାରଣ କଲେ ମହାବାହୁ। ଜଗତର ନାଥ ଦେବ କରିଛନ୍ତି ସବୁ। ସକଳ ବିଚାର କଥା କହୁଛନ୍ତି ବେଗ। ଏମନ୍ତ ବିଚାର କଥା କହୁଛନ୍ତି ଶିବ। ଶାନ୍ତି କର ସଂସାରକୁ ରଖିବେ ହରି। ସାନ୍ତ୍ୱନା ଦେଇନ ତାହା କହିବେ ବୁଝାଇ। ଏମନ୍ତ ଧର୍ମ ମାନ କର ବେଦ ବାଣୀ। ରୂପରେଖ ନାହିଁ ମାୟା ଆସୁଅଛି ଘେନି। ରୂପ ଯୁଗ ନାଥ ପତି ଲୟ ଯୁଗ ମନ କଥା କହିବେ କାହାଣୀ। ଅନ୍ତର୍ଯ୍ୟାମୀ ନାଥ ସେ ତ ସବୁ ଜାଣୁଛନ୍ତି। ଏମନ୍ତ ବାରତା ମାନ କହିଦେବେ ଋଷି। ତାହାଙ୍କର ମାୟା ଗୁଣ ଅଟେ ଚିହ୍ନ ବର୍ଣ୍ଣ। କେମନ୍ତ ପ୍ରକାରେ ସେ ତ କରିବେ ସଂସାର। ତେଜ ଶକ୍ତି ମହାବାହୁ
ରୂପ ଅନୁଭବ ଆଣିଛନ୍ତି ରୂପ ଜ୍ଞାନ ଜଗତର ନାଥ ଦେବପତି ନାରାୟଣ କରିଛନ୍ତି ଯୋଗ କୃପା କରିଛନ୍ତି ମନଦେବ ଋଷି ଆନନ୍ଦ ବିଚାର କଲେ ଜଗତରେ ବସି ସଂସାରର ବିଚାର ଯେ କରୁଛନ୍ତି ମାୟା ଏମନ୍ତ ଯେ ଲାଗିଅଛି କରୁଛନ୍ତି ଏକା ପ୍ରଥମେ ବିଚାର ମାୟା କରିଲେ ବିଆଣ ସୃଷ୍ଟି ଦେବ ନାରାୟଣ କଲେ ରୂପ ବ୍ରହ୍ମ ଏମନ୍ତ ତିଆର କଲେ ଜଗତର ଧାମ ଜଗତ ମହିମା ଦିଶୁଅଛି ବାନା ସକଳ ଅନୁମତି କି ପ୍ରକାରେ ଲାଗିଅଛି ଶକ୍ତି କେହି ନ ଜାଣିବେ କିଛି ମନ ଭିତରେ ରଖିଛନ୍ତି ଆବରି ସଂସାରର ଗୁଣକୀର୍ତ୍ତି ଜଗତର ନାଥପତି ସେ ବିଚାର କରୁଛନ୍ତି ଭାବ ଚରଣ ଦେଇ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ନୈଋତ ଡାକିଣ କରୁଛନ୍ତି ତିଆର ସଂସାର ଗଢ଼ିବା ନିମନ୍ତେ ପ୍ରଭୁ ଭଗବାନ ଆସିଛନ୍ତି ପୃଥିବୀକୁ ନୂତନ ଗଢ଼ିବେ ଏହି ସଂସାର ମାୟା ଗୁଣ ଛାଳ ଶକ୍ତିରେ ଆପଣ ଲାଗିଅଛି ଗୁଣ ଲୟ କୀର୍ତ୍ତି ମନ ଭିତରେ ତାପରେ କହୁଛନ୍ତି ଯୋଗେଶ୍ୱର ଜଣାଯାଉଅଛି ମନ ଭିତର କାହୁଣୀ ପୁରାଣ ପଢ଼ିବ ପାଠ ଜଗତ ବ୍ରହ୍ମାଣ୍ଡ ଋଷି କରିବେ ତିଆର ଜଗତ ଗୋଟି ଆନନ୍ଦ ମନରେ କରି ଭିଆନ କରିବେ ଜଗତ କରି ଶାସନ ରୂପ ଯୁଗ ଦାନ ଏହି ପୁଣ୍ୟ ପଥ ନଲାଗଇ ବାଟ ଧର୍ମ ଥିଲେ ସାହା ହେବ ଧର୍ମଠାରେ ତୁମ୍ଭେ ଭିକ୍ଷା ଯେ ମାଗିବ ସଂସାର ଗଢ଼ିବ ସାର ମନ ଲଗାଇ ଚିତ ଆନନ୍ଦ ଗଢ଼ିବ ସଂସାର ଏହି ଦୁନିଆ ମାୟା ଅଟଇ ବଡ଼ ସଂସାରରେ ସାର ନାହିଁ କିଛି ପୁର ଅନୁମତି ଦେଇଲେ ଅନନ୍ତ ଜ୍ଞାନ ଭାବ ଦେଇଲେ ଜଗତର ନାଥ ପୃଥିବୀର ଆସିଛନ୍ତି ଜଗତର କନ୍ଧ କବି ତାଙ୍କର ଭିଆନ ମାୟା ଗୋଟି ତାଙ୍କର ଦୟାମୟ ଗୋଟି ତାଙ୍କର ସାର ଜୀବନ ସୃଷ୍ଟି ସେ ଦେଖାଇବେ ମନ ଖେଳ ଆତ୍ମା ଯୁଗ ସଂସାର ପୁର ଲାଗିଛି ଅନ୍ଧାର ଉଜ୍ବଳ ନାହିଁ କିଛି ଅନ୍ଧକାରରେ ପଡ଼ିଅଛ ନର ସକଳ ମହିମା ଜ୍ୟୋତି ଜ୍ଞାନ ଦେବ ସୃଷ୍ଟି କର୍ମଫଳ ବିଚାରଣ କରି ଆନନ୍ଦ ରୂପରେ ଦେବ ଦାନଟି ସର୍ବଦେବ ବିଚାରଣ କରି ଜଗତର ନାଥ ଦେବ ସେ ଅନ୍ତପୁରୀ ନାମ ଏ ମହିମା ଯୋଗ ସେ କରିଆସନ କୀର୍ତ୍ତି ଫଳ ମାଗୁଛନ୍ତି ଯେ ଦାନ କରିବ ପୁଣ୍ୟ 14 ବ୍ରହ୍ମାଣ୍ଡ ଦିଶୁଛି ମନୋଯୋଗର ପାଇଁ ଶାସ୍ତ୍ରୀୟ ଜନ୍ମ ଦେଇଲେ ବ୍ରହ୍ମାଣ୍ଡର ଋଷି ଜଗତ ଜୀବନ ନାଥ ସେ ଯେ କଲେ ମହିମା ଯାହା ଯୋଗ କୀର୍ତ୍ତି ଦେଇଲେ ଆତ୍ମା ଯୋଗରେ ବାନା ରୂପ ଯୁଗ ଅନୁଭବ ଅନୁମତି ସଂସାରେ ଏହି ଜ୍ଞାନ ଏ ବାରତା ଦେଇଛନ୍ତି ସକଳେ ରୂପ ଯୁଗ ଅନୁଭବ ଅନୁମତି ଏ କ୍ଷଣେ ଯାହା ମାୟା ଗୁଣ ଦିଅନ୍ତି ଗୁରୁ ଆପଣ ମାନ
জগত ছামুরে দয়া ময় বিস্ময়ে নাথ শুণ এ জনম তুষ্টি হে কহু অছি এ দেব চরণ মূলকু বান্ধিলে প্রভু জগত স্বামী নিরাকার রূপে বান্ধিলে সে তো নির্বেদ আনি সকল বারতা জানন্তি যুগ মহিমা কথা যাহা দেউছন্তি আত্মারে প্রভু করিবে লেখা অনন্ত ভিতরে মন মায়া ধরে ঋষি অনুভব অনুক্ষণরে কর ব্রহ্মাণ্ড জ্যোতি নিরাকার জন্ম দেব সে তো অচ্যুতানন্দ যাহা বাক্য বাণী দিয়ন্তি সত্য রক্ষী গোবিন্দ চরণ এ চিতে ভজ আনন্দিত এ মন জ্ঞানকু ভজিব নামরে সে তো চরণ দান রূপ যুগ অনুভব অনুক্ষণে বারতা যাহা যুগান্তর দেইলে আত্মা বিস্ময়েকা এমন ভিতরে নাম বহিছন্তি এ রূপ জগতর স্বামী অটন্তি বড় শ্রেষ্ঠ দেব রূপে মহিমা করিলে আনন্দিত এ বাণী যাহা দেউছন্তি মনরে ভিতରରେ টাଣି জগতর বিশ্বনাଥ ସେ ତ ଅମୂଲ୍ୟ ଧନ ତାଙ୍କଠାରେ ଅଛି ଯୁଗ ଯୁଗାନ୍ତରରେ ନାମ ଏହି ପରୀକ୍ଷାରେ ଦିଅନ୍ତି ପ୍ରଭୁ ଏ ଦୟାମୟ ଶକ୍ତି ରୂପେ ଯାହା ଦିଅନ୍ତି ଗୁରୁ ଆପଣା ଦେବ ରକ୍ଷା କରନ୍ତି ଶିକ୍ଷା ଦାନ ପରୀକ୍ଷା ମାନ ଯାହା ବିଚାରିଲେ ମନରେ ଆତ୍ମା ଗୁରୁଟି ଜ୍ଞାନ ଶୁଣ ମୋ ବଚନ ବାଣୀ କହୁଅଛି ମାଲିକା ହୃଦୟରେ ଲାଗିଅଛି ଯେ ମନ ମାଣିକ୍ୟ ସଖା ରୂପ ଯୁଗନାଥ ଦେବ ଅନ୍ଧକାରରେ ଆଣି ଶକ୍ତି ରୂପେ ଦେଉଛନ୍ତି ଯେ ରୂପ ଚକ୍ର ଏ ବାଣୀ ଜଗନ୍ନାଥ ସ୍ୱାମୀ କି ଜଗନ୍ନାଥ ସ୍ୱାମୀ କି ଜଗନ୍ନାଥ ସ୍ୱାମୀ କି ଜଗନ୍ନାଥ ସ୍ୱାମୀ କି।